ଚଳିତ ମାସ ଶେଷରେ ବଙ୍ଗୋପସାଗରରେ ଆସିପାରେ ବାତ୍ୟା। ଓଡ଼ିଶା ଉପରେ ପଡ଼ିବ କି ପ୍ରଭାବ? ଚଳିତ ମାସର ଶେଷ ଭାଗରେ ବଙ୍ଗୋପସାଗରର ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇପାରେ। ଯଦିଓ ଭାରତ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ପୂର୍ବାନୁମାନ କରିପାରି ନାହିଁ। ଗୁରୁବାର ଗ୍ଲୋବାଲ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଉତ୍ତର ଭାରତ ମହାସାଗରର ବିସ୍ତାରିତ ରେଞ୍ଜ ଆଉଟଲୁକ୍ ଏକ ଘୂର୍ଣ୍ଣବଳୟ ପାଇଁ ଏହା ସୂଚିତ କରିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଏକ ଆଣ୍ଡାମାନ ସାଗରକୁ 23 ମେରେ ଏକ ନିମ୍ନଚାପ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଉତ୍ତର ଆଣ୍ଡାମାନ ସାଗରରେ ଥିବା ଅବପାତ ଦ୍ୱିତୀୟ ସପ୍ତାହରେ ଆରମ୍ଭ। ମେ 24 ମେ 30 ଆହୁରି ତୀବ୍ର ହେବାର ମାଧ୍ୟମ ସମ୍ଭାବନା ରହିଛି। ପରେ ଏହି ମଡେଲ ଆହୁରି ତୀବ୍ର ହେବ ଏବଂ ସପ୍ତାହର ଶେଷ ଭାଗରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ବୋଲି ଜଣାପଡ଼ିଛି। ବିଭିନ୍ନ ପାଣିପାଗ ମଡେଲ ଆଧାରରେ ପୂର୍ବାନୁମାନ କରାଯାଇଥିବା ସିଷ୍ଟମ ସମ୍ବନ୍ଧରେ ବିଭିନ୍ନ ପୂର୍ବାନୁମାନ ବିଷୟରେ ଏହି ଦୃଷ୍ଟିକୋଣରେ ଉଲ୍ଲେଖ କରାଯାଇଛି। NCEF-GFC ମଡେଲ ଅନୁଯାୟୀ ମେ 23 ତାରିଖ ଦିନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି।